ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ମଣିଷର ମୃତ୍ୟୁ ପରେ ପ୍ରେତାତ୍ମା ଭାବରେ କଣ କରେ। ଜୀବାତ୍ମା ପରମାତ୍ମା ଇଏ ଅଲଗା। ଇଏ ହଉଛି ଏକ ପ୍ରେତାତ୍ମା, ଯାହାକୁ ଭୂତ ଲୋକ କୁହାଯାଏ। ପ୍ରେତାତ୍ମା ଯାଇ ଭୂତ ଲୋକରେ ରହେ। ଜୀବାତ୍ମା ଏବଂ ପରମାତ୍ମା ଇଏ ହଉଛି ଭଗବାନଙ୍କର ଅଂଶ। ଇଏ ପ୍ରେତାତ୍ମା ହଉଛି ପ୍ରକୃତିର ଅଂଶ। ପ୍ରେତାତ୍ମା ପ୍ରକୃତିର ଅଂଶ ହୋଇଥିବାରୁ ପ୍ରକୃତି ମଧ୍ୟରେ ଥାଏ। এই ପ୍ରେତାତ୍ମା ହଉଛି ଅହଙ୍କାର ଯୁକ୍ତ, ଲୋଭ ମୋହ ମାୟା କ୍ରୋଧ ହିଂସା ଏସବୁ ଗୁଣ ଧାରଣ କରି ଥାଏ। ତେଣୁ ଭୂତ ଲୋକରେ ତାର ଅବସ୍ଥାନ ଥାଏ। ବିଶେଷ କରି 13-14 ଦିନ, ଏମିତି 13 ଦିନ ମିନିମମ୍ এই ସଂସାରର ଭୂତ ଲୋକରେ ସେ ବିଚରଣ କରେ। ତାପରେ ଯମ ଦ୍ୱାରା, ଯମର ଦୂତ ମାନଙ୍କ ଦ୍ୱାରା ଏଇ ପ୍ରେତାତ୍ମାକୁ ନେଇ ଯମଲୋକକୁ ଯାଆନ୍ତି। ଯମଲୋକ ଗରୁଡ଼ ପୁରାଣ ଅନୁସାରେ ତ୍ରୈଲୋକର ଦକ୍ଷିଣସ୍ଥ ଜଳଭାଗର ସ୍ଥିତ ଯମଲୋକ, ସେଠାରେ ହିଁ ପ୍ରେତାତ୍ମାର ବିଚାର ହୁଏ, ଦଣ୍ଡ ବିଧାନ ହୁଏ, ଜୁନି ନିର୍ଣ୍ଣୟ ହୁଏ। 84 କୋଟି ଜୁନି, 84 ଲାଖ 84 କୋଟି ଜୁନି। ସେମିତି ନର୍କ ବି ସେଇ ଅନୁସାରେ ସବୁ ଯମଲୋକରେ ନର୍କ ଅଛି। ବିଭିନ୍ନ କାର୍ଯ୍ୟ ପାଇଁ, ବିଭିନ୍ନ କର୍ମ ପାଇଁ, ବିଭିନ୍ନ ଦ୍ୱେଷ ହିଂସା ପାଇଁ ନର୍କକୁଣ୍ଡ ପ୍ରାପ୍ତ ହେବାର ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି। ସଂସାରରେ ଏମିତି ସାଧୁ ସଙ୍ଗ ସତ୍ସଙ୍ଗ କରି ଯିଏ ନିଜକୁ ସମୟ ଅତିବାହିତ କରି ଠାକୁରଙ୍କ ସେବାରେ ଲାଗେ, ତାର ଯମଲୋକକୁ ଯିବାକୁ ପଡେ ନାହିଁ। ସେ ଭଗବାନଙ୍କର ବିଷ୍ଣୁ ଲୋକକୁ ଯାଆନ୍ତି, ଯାହାକୁ ଗୋଲକ ଧାମ କୁହାଯାଏ। ବୈକୁଣ୍ଠପୁର ସର୍ବଶାନ୍ତି ପ୍ରିୟ। ଏହି ଶାନ୍ତିକୁ ଧାରଣ କରି ଲୋକେ ବୈକୁଣ୍ଠପୁରକୁ ଯିବାକୁ ଭକ୍ତି ମାର୍ଗ ଅବଲମ୍ବନ କରନ୍ତି। ପ୍ରେମ, ଠାକୁରଙ୍କ ପ୍ରତି ପ୍ରେମ ଧାରଣ କରନ୍ତି। ସେଇ ପ୍ରେମ ରୂପକ ସୂତା ଭଗବାନଙ୍କର ନିକଟତର କରାଏ। ଯଦି କେହି ଏହି ସୂତା ପ୍ରେମ ବନ୍ଧନକୁ ଯାଇପାରନ୍ତି ନାହିଁ, ମୋହ ମାୟା ଜଞ୍ଜାଳରେ ଲିପ୍ତ ଥାନ୍ତି, ସେମାନଙ୍କ ପାଇଁ ତାଙ୍କର ପୁଅ ନାତି ଏମାନେ ସବୁ ଦାନ ଧ୍ୟାନ କର୍ମକାଣ୍ଡ କରି ତାଙ୍କ ଶୁଭ କାମନା କରନ୍ତି। ନର୍କ ଗାମୀ ନ ହେଉ ଏହା କାମନା କରନ୍ତି। ଏହି କାମନା ପାଇଁ କର୍ମକାଣ୍ଡ କ୍ରିୟା କଳାପ 11 ଦିନ ଯାଏ ଚାଲେ। 11 ଦିନ ପରେ 13 ଦିନ ପରେ ଯମଲୋକ ପ୍ରେତାତ୍ମା ଯାଏ, କିନ୍ତୁ ଜୀବାତ୍ମା ଯାଏନି। ଜୀବାତ୍ମା ଅଲଗା। ଜୀବାତ୍ମା ଗୋଟେ ଘଟ ଛାଡିକି ଅନ୍ୟ ଗୋଟେ ଘଟକୁ ଯିବ। ଏ ଘଟ ଛାଡିବ, ସେ ଗୋଟେ ଯିବ, ଫରକ ନାହିଁ। ଏଠି ଧରିଥିବ, ଗୋଟେ ଛାଡୁଥିବ ଆଉ ଗୋଟେ ଧରିବ। এই ଛାଡିବା ଧରିବା ଭିତରେ ସେ ଯାଏ। କିନ୍ତୁ ପରମାତ୍ମା ତ ଶେଷ ନୁହେଁ। ପରମାତ୍ମା ତ ନୀଳା କରୁଛନ୍ତି, ନୀଳା ଖେଳା ଦେଖୁଛନ୍ତି। ଆଉ ପ୍ରେତାତ୍ମା ଅହଙ୍କାର ବଶତଃ ଲୋଭ ମୋହ ମାୟା ଏସବୁ ଧରି ସେଇ ପ୍ରେତାତ୍ମାକୁ ନର୍କକୁଣ୍ଡର ପ୍ରାପ୍ତ ହୁଏ ବୋଲି
ଗରୁଡ଼ ପୁରାଣ କହେ ସେଇ ପ୍ରେତାତ୍ମା ହିଁ ଭୂତ, ପଞ୍ଚଭୂତର ଜାତ, ପଞ୍ଚଭୂତକୁ ଯାଏ। ତେଣୁ କେବଳ କର୍ମ ପାଇଁ ତାକୁ ଏହି ଦଣ୍ଡଭୁକ୍ତ ହେବାକୁ ପଡେ। ଆଉ ପିତୃପୁରୁଷ ମାନଙ୍କର ଶ୍ରାଦ୍ଧ ଶାନ୍ତି ଏଇ ସବୁ ଦିଆଯାଏ, କାରଣ ଏହି ଦାନ ଧର୍ମ ଦେଲେ ତାଙ୍କର ଥିବା ଖ୍ରୀଷ୍ଟ ବା ତାଙ୍କର ଯେଉଁ ନର୍କଗାମୀ ପଥ ତାହା ମୁକୁଳିଯାଏ। ଭଗବାନଙ୍କ ନିକଟରେ ତାଙ୍କର ଶାସ୍ତି କମିଯାଏ ଯମଙ୍କ ନିକଟରେ। ଯଦି ଗୋଲକ ଧାମକୁ ଯିଏ ଯାତ୍ରା କରିଥାଏ ସିଏ ବି ତାର ସମୟର ଉପଭୋଗ କରି ପୁଣି ଧରାବତରଣ କରେ। ଠିକ୍ ସେଇଭଳି ଯିଏ ପାପାଚାରୀ ସେ ନର୍କ କୁଣ୍ଡର ପାପକୁ କ୍ଲେଶ ଦୁଃଖ ଯନ୍ତ୍ରଣାକୁ ସହ୍ୟ କରି ପୁଣି ଜୁନିକୁ ଆସେ। ଦେଖନ୍ତୁ ଏକା ଅର୍ଥ, ଯିଏ ଗୋଲକ ଧାମକୁ ଯାଉଛି ପୁଣ୍ୟ କରିକି ସେ ଆନନ୍ଦ ତୃପ୍ତି ଲାଭ କରି ସାରିକି ଫେର ପୁଣି ଜୁନି ଗ୍ରହଣ କରୁଛି, ଭଲ ଜୁନି। ଆଉ ଯିଏ ଯମପୁରକୁ ଯାଉଛି ସେତେବେଳେ ସିଏ ନର୍କକୁଣ୍ଡ ଧରି ଫେର ପୁଣି ଅଳ୍ପ ଜୁନିକୁ ଆସୁଛି। ଏଇଭଳି ଜୁନି ଖେଳ, 84 ଲାଖ ଜୁନି, କିଏ କୁହେ 84 କୋଟି ଜୁନି। ତେଣୁ ଏହିଭଳି ଭାବରେ ଜୁନି ଖେଳ ଚାଲେ। ଏହି ଜୁନି ଖେଳରେ ବର୍ତ୍ତିବା ପାଇଁ ଲୋକମାନେ ମୁଖ୍ୟ ଚାହାନ୍ତି, କିନ୍ତୁ ଚାହିଁଲେ କିଏ ହବ, ମୁଖ୍ୟ ମାନେ ସରିଗଲା, ଲିନ୍ ହୋଇଗଲା, ଫେର ପୁଣି ଜନ୍ମ ହେବାକୁ ପଡୁଛି। ତେଣୁ ଭଗବାନ କହୁଛନ୍ତି ତୁମେ ଶାନ୍ତିରେ ରୁହ, ଶାନ୍ତିରେ ରୁହ, ଏହା ହିଁ ମୁଖ୍ୟ ମୁକ୍ତି। ଶାନ୍ତିରେ ରହିବା ହିଁ ମୁକ୍ତି। ମୋ ଧାମକୁ ଯିଏ ଆସୁଛି ତାର ପ୍ରକୃତି କିସ? ତାର ପ୍ରକୃତିର କୌଣସି ଭୋଗ୍ୟ ନଥାଏ ବା ଶାସ୍ତି ନଥାଏ। ତେଣୁ ସେ ପ୍ରକୃତି ରହିଥାଏ ଏବଂ ଶୁଭ ଗୋଲକ ଧାମରେ ଶାନ୍ତ ଶୁଭ ଗ୍ରହଣ କରି ପୁଣି ସେଇ ପ୍ରକୃତି ନେଇ ନୀଳାଖେଳା କରିବାକୁ ତ୍ରିଲୋକକୁ ଆସନ୍ତି, ସଂସାରକୁ, ମହିମଣ୍ଡଳକୁ। ତେଣୁ ହେ ଭକ୍ତ ସମାଜ, ଆପଣ ମାନେ ଏଇ ମୃତ୍ୟୁ ପରେ ଏଇ ସବୁ ହୁଏ କହିଲି। ଆଉ ମୃତ୍ୟୁ ଯେତେବେଳେ ଆସେ ତାର ଲକ୍ଷଣ ବି ଅଛି, ସେଇଟା ପରବର୍ତ୍ତୀ ଭିଡିଓରେ କହିବା। ଯେ ମୃତ୍ୟୁ ଯେତେବେଳେ ଆସେ ଲୋକଙ୍କ ମୃତ୍ୟୁ ପୂର୍ବରୁ କି ପ୍ରକାର ଦୃଶ୍ୟ ବା କି ପ୍ରକାର ଘଟଣା ଘଟେ। ରହୁଛି ରବୀନ୍ଦ୍ର କୁଲାରୀ। ଜୟ ଜଗନ୍ନାଥ।